ଆଜିର ଅନୁଚିନ୍ତା। ମନ୍ଦିରରୁ ଫେରିକି ଆସିବା ସମୟରେ ଘଣ୍ଟି ବଜାଇଲେ ମନସ୍କାମନା ପୂରଣ ହୋଇନଥାଏ। ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନାକୁ ଲାଲ କିମ୍ବା ହଳଦିଆ କପଡ଼ାରେ ଗୁଡ଼ାଇ ରଖିଲେ ଶୁଭ ହୋଇଥାଏ। ଯଦି ଆପଣ ବାରବାର ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି, ତାହେଲେ ଆପଣ ଘରୁ ବାହାରକୁ ଯିବାବେଳେ ଆପଣ ଦୁବ ଦୁଇକେରା ସାଙ୍ଗରେ ନେଇକି ଯାଆନ୍ତୁ। ଯେଉଁମାନେ ଅନ୍ୟମାନଙ୍କୁ ଆଘାତ କରନ୍ତି ସେମାନେ ନିଶ୍ଚିତ ଭାବରେ କଷ୍ଟ ପାଇବେ। କୌଣସି ପରିସ୍ଥିତିରେ ଏଥିରୁ ରକ୍ଷା ପାଇପାରିବେ ନାହିଁ। କ୍ରୋଧିତ ହେବା, ବିଷ ପିଇବା ପରି ଏହା କେବଳ ଆମକୁ ନୁହେଁ, ଆମ ସାମ୍ନାରେ ଥିବା ଲୋକକୁ ମଧ୍ୟ ବଳି ଦେଇଥାଏ। ରାଗ ଥିବା ମଣିଷ ରାଗ ସମୟରେ ବହୁତ କିଛି କହିଦିଏ, କିନ୍ତୁ ରାଗ ଶାନ୍ତ ହେଲା ପରେ ସେହି ସବୁଠାରୁ ଅଧିକ କଷ୍ଟ ପାଏ। କଥା କଥାରେ ଭାଗ୍ୟକୁ ଦୋଷ ଦେଉଥିବା, ଅନ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି କେବେ ସୁଖୀ ହୋଇପାରନ୍ତି ନାହିଁ। ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡ଼ିଥାଏ। କାହାଠାରୁ ଜୋର ଜବରଦସ୍ତି ସମ୍ମାନ ମିଳିନଥାଏ। ଆପଣଙ୍କ ପିଲାକୁ ଆପଣ କେତେ ଖୁସିରେ ରଖୁଛନ୍ତି, ହୁଏତ ସେମାନେ ତାହା ରଖି ନ ପାରନ୍ତି, କିନ୍ତୁ ଆପଣଙ୍କ ପିତାମାତାକୁ ଆପଣ କେତେ ଖୁସିରେ ରଖୁଛନ୍ତି ତାହା ପିଲାମାନେ ସବୁଦିନ ପାଇଁ ମନେ ରଖିବେ। ନିଜ ଖୁସିର ଦାୟିତ୍ୱ ନିଜ ହାତରେ ରହିଥାଏ। ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ନିଶ୍ଚିତ ମିଳିବ। ସୁନ୍ଦର ଲୋକମାନେ ସବୁବେଳେ ଭଲ ହୋଇନଥାନ୍ତି, କିନ୍ତୁ ଭଲ ଲୋକ ସବୁବେଳେ ସୁନ୍ଦର ହୋଇଥାନ୍ତି। ଜୀବନ ଏକ ଲମ୍ବା ରାସ୍ତା। ଦୁଃଖରେ ଚାଲିଲେ ବହୁତ ଲମ୍ବା ଲାଗିବ, ଆଉ ହସି ହସି ଚାଲିଲେ କେତେବେଳେ ରାସ୍ତା ସରିଯାଏ ଜଣାପଡ଼ି ନାହିଁ। ସମୟ ତ ଏମିତି ଚାଲିଯିବ, ହେଲେ ସମୟ ସହ ନିଜକୁ ବିତିଯିବାକୁ ଦିଅ ନାହିଁ। ପ୍ରତ୍ୟେକ ମୁହୂର୍ତ୍ତ ଉପଭୋଗ କର। କିଏ ଜାଣେ ଏ ମୁହୂର୍ତ୍ତ କାଲିକି ନଥିବ। ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ ଯେତେବେଳେ ତାର ଅତି ଆପଣାର ମଣିଷ ତାକୁ ପର ଭାବି ଶତ୍ରୁ ଭଳି ବ୍ୟବହାର କରନ୍ତି। ନିଜର ଲୁହକୁ ନିଜ ହାତରେ ପୋଛିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଆଜିର ଦୁନିଆରେ ଲୋକ ଦୁଃଖ କମ୍, ଦୁର୍ବଳତା ଜାଣିବାକୁ ପସନ୍ଦ କରନ୍ତି। ରୂପାମୁଦି ପିନ୍ଧିଲେ ଚନ୍ଦ୍ରଗ୍ରହ ମଜବୁତ ହୋଇଥାନ୍ତି, ଯାହାଦ୍ୱାରା ଅନେକ କାମ ଶୁଭ ହୋଇଥାଏ। ଦୁନିଆରେ ସବୁକିଛି ଜିନିଷ ଟଙ୍କାରେ କିଣାଯାଇପାରେ, କିନ୍ତୁ ସମ୍ପର୍କ କେବଳ ଦୁଇ ପଦ କଥାରେ ଓ ଭଲ ପାଇବାରେ ଦେଇ କିଣି ହୁଏ। ପରିଚୟରୁ ମିଳିଥିବା କର୍ମ ଅଳ୍ପ ସମୟ ଧରି ରହିଥାଏ, କିନ୍ତୁ କର୍ମରୁ ମିଳିଥିବା ପରିଚୟ ସାରା ଜୀବନ ରହିଥାଏ। ଦୁଃଖ କମିଯାଏ ଭାଗ କଲେ, ଅଭିମାନ କମିଯାଏ ଭଲ ପାଇବା ଥିଲେ, କଷ୍ଟ ବଢ଼ିଯାଏ ନିଜ ଲୋକ କେହି ହୃଦୟ ଭାଙ୍ଗିଲେ। ଜୟ ଜଗନ୍ନାଥ। ଯଦି ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ।